ଆଜି 2026 ମସିହାର ଏପ୍ରିଲ ମାସର 16 ତାରିଖ ଯଜ୍ଞର ଶେଷ ଗଣ୍ୟ ଦିବସ। ଯାହା ମିଡିଆ ଭାଇ ମାନେ ଆସିଛନ୍ତି, ଗ୍ରାମର ସମସ୍ତ ପରିବେଶ ଏବଂ ଗ୍ରାମର ସମସ୍ତ ଏକତା ଏବଂ ଗ୍ରାମବାସୀ ମାନଙ୍କର ମନରେ ଯୋଉ ଉତ୍ସାହ, ସମସ୍ତଙ୍କର କାମନାରେ ସମସ୍ତଙ୍କର ସହଯୋଗରେ ଏ ଅନୁଷ୍ଠାନ ଗଢି ଉଠିଛି। ରାଜନେତା ମାନେ ମଧ୍ୟ ଏଠିକି ସହଯୋଗ କରନ୍ତି। ପ୍ରାୟ 3000 ଲୋକଙ୍କର ଖାଦ୍ୟପେୟ ବ୍ୟବସ୍ଥା ହେଇଥାଏ। ଆଉ ଠାକୁରଙ୍କ ଆଶୀର୍ବାଦ ଯେଦିନ ଥିବ ଇଏ ଚାଲିଥିବ, ଠାକୁରଙ୍କର ଅପାର ମହିମା। ତେଣୁ ଗ୍ରାମବାସୀ ମାନଙ୍କର ମଙ୍ଗଳ ସଦା ସର୍ବଦା ହଉ, ଏକତା ରହୁ, ଗ୍ରାମର ସର୍ବାଙ୍ଗୀନ ସୁଖ ସେ ଠାକୁର ରଖନ୍ତୁ, ଏହା ହିଁ କାମନା। ମହାବୀର ସିଦ୍ଧ ମହାବୀରଙ୍କ ନାମରେ ବିଖ୍ୟାତ। ଏଣୁ ଏ ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତା ମାନେ ଆସି 4 ଦିନ ପର୍ଯ୍ୟନ୍ତ ଏଠି ଯଜ୍ଞ କରନ୍ତି। ପଣା ସଂକ୍ରାନ୍ତି ଠାରୁ ଆରମ୍ଭ କରି ପଣା ସଂକ୍ରାନ୍ତି ଆରମ୍ଭ ହୁଏ, 3 ଦିନ ପରେ ତାଙ୍କର ପୂର୍ଣ୍ଣାହୁତି ହୁଏ। ଏ ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତାଙ୍କର ମଙ୍ଗଳ କାମନା ବ୍ୟତୀତ ଆମେ ବ୍ରାହ୍ମଣ ମାନେ ଆସିଛୁ। ଏଠି ବହୁତ ଲୋକ ଉପକୃତ ହୋଇଛନ୍ତି। ଯାହା ହଉ ଏ ସଙ୍କଟ ମୋଚନ ମହାବୀର ସିଦ୍ଧ ମହାବୀର ନାମରେ ପରିଚିତ ଏ ଚଢେଇ ଗାଁ ଗ୍ରାମରେ ଆଜି ଗୋଟେ ଆନନ୍ଦର ପରିବେଶ ସୃଷ୍ଟି ହୋଇଛି। ଦୀର୍ଘ 46 ବର୍ଷର ଏ ଯଜ୍ଞ ଅନୁଷ୍ଠାନ, ଏ ପଣା ସଂକ୍ରାନ୍ତି ବାସୀ ପୂର୍ଣ୍ଣାହୁତି ହୁଏ। ଏଠି ବହୁ ଭକ୍ତ ସମାଗମ ହୁଅନ୍ତି। ବହୁ ଭକ୍ତଙ୍କର ମଧ୍ୟ ମନବାଞ୍ଛିତ ଫଳପ୍ରାପ୍ତି ମହାବୀର କରିଛନ୍ତି ଏବଂ ବହୁ ଦୂର ଦୂରାନ୍ତରୁ ଭକ୍ତମାନେ ଆସନ୍ତି, ମହାବୀରଙ୍କ ପାଖରେ ଗୁହାରିଆ ପଡନ୍ତି ଏବଂ ତାଙ୍କର ମାନସିକ ପୂର୍ଣ୍ଣ ହୁଏ। ତାପର ବର୍ଷ ମହାପ୍ରଭୁଙ୍କ ପାଖରେ ଆସି ପଣା ଭୋଗ ଲାଗି କରି ମହାପ୍ରଭୁଙ୍କର ଆଶୀର୍ବାଦ କାମନା କରନ୍ତି। ବୋଲ ଆନନ୍ଦେ କବାର ହରି ଏପ୍ରିଲ 14 ତାରିଖ ଆରମ୍ଭ ହଉଛି। 3 ଦିନ ଧରି ଯଜ୍ଞ ଆରମ୍ଭ ହଉଛି। 14, 15, 16 ତାରିଖ ଦିନ ଲାଷ୍ଟ ଆମର ହଉଛି ପୂର୍ଣ୍ଣାହୁତି। ପୂର୍ଣ୍ଣାହୁତିରେ ଆମ ଗାଁ ସାରା ନଗର ବୁଲୁଅନ୍ତି। ନଗର ବୁଲିବା ଭିତରେ ଆମର ସବୁ ଗାଁରେ, ଆମ ଗାଁରେ 5ଟିଆ ସଖୀପୋଡା ଲଗେଇକିରି ମଣିଷ ଲଗେଇକି ନଗର ବୁଲୁଛି। ଠାକୁର ଗାଁ ଗାଁ ବୁଲୁଛନ୍ତି ଆମର, କାହିଁକିନା ଆମର ଏଇଟା ବର୍ଷକୁ ଥରେ ଆସେ। ଆମ ଗ୍ରାମ ଚଢେଇ ଗାଁ, ଏଠି ମହାବୀରଙ୍କର ଜନ୍ମ ଦିନରେ ତାଙ୍କର ବାର୍ଷିକ ଉତ୍ସବ ପାଳନ କରାଯାଏ। ପ୍ରତିବର୍ଷ ଆମ ଗାଁ ତରଫରୁ ବଡ଼ ଆଡମ୍ବରରେ ପୁରପଲ୍ଲୀ ଯୁଆଡେ ଥାଆନ୍ତି ସମସ୍ତେ ଆସିକି ଏକତ୍ରିତ ହଉ ଏବଂ ମହାପ୍ରଭୁଙ୍କର ପୂଜା କୀର୍ତ୍ତନା ବିଶ୍ୱ ଶାନ୍ତି ମହାଯଜ୍ଞ ସାରା ବିଶ୍ୱ କେମିତି ଶାନ୍ତି ରହିବ, ସେଥିପାଇଁ ମହାପ୍ରଭୁଙ୍କ ପାଖରେ 3 ଦିନ ଯାକ ଯଜ୍ଞ ଆମର ଚାଲୁ ରହେ। ଠାକୁରଙ୍କର ଆଜି ଯୋଉ 47ତମ ଜନ୍ମବାର୍ଷିକ ଉତ୍ସବ ଗାଁର ଲୋକମାନେ ବହୁତ ଆନନ୍ଦିତରେ ପାଳନ କରିଛନ୍ତି। ଆଉ 50 ବର୍ଷ ହବାକୁ ଆଉ 3 ବର୍ଷ ବାକି ରହିଛି। ସେଥିପାଇଁ ଆଗାମୀ ଦିନରେ ଭଲ ଭାବରେ ପାଳନ କରାଯିବ ବୋଲି ବ୍ୟବସ୍ଥା ଚାଲିଛି।